ସାର୍ କହୁଥିଲେ ମଣିଷ ତିଆରି କାରଖାନା ତାର ପୂର୍ଣ୍ଣ ଫଳ ଅଧିକ। ଏ ଭିତରେ ଯୁକ୍ତିତର୍କ ଭିତରେ ସେ ଯାଉଛନ୍ତି ମାନେ ବାସୁକି ନାଗ ପାଖକୁ ଯେ ପୃଥିବୀ ଧାରଣ କରିଛନ୍ତି। ସେ ତାଙ୍କୁ ଯାଇକରି ତାଙ୍କର ଅଭିପ୍ରାୟର ଆଉ ଯୁକ୍ତିତର୍କର କଥା କହୁଛନ୍ତି। ଆଉ ବାସୁକି ନାଗ ମଧ୍ୟ ସବୁ ଶୁଣୁଛନ୍ତି ଆଉ କହୁଛନ୍ତି ଗୋଟିଏ କଥା, ଯେଉଁ ପୃଥିବୀଟା ଧରିଥିଲେ ସେ ଆଗେ ବିଶ୍ୱାମିତ୍ରକୁ ଦଉଛନ୍ତି ସେ ମାନେ ପୃଥିବୀର ଭାରଟା। ସେ ଧରୁ ଧରୁ କହୁଛନ୍ତି ଇଏ ତ ବହୁତ ଓଜନ, ମୁଁ ଟେକି ପାରିବିନି କହିକି ସାଙ୍ଗେ ସାଙ୍ଗେ ପୁଣି ଫେରେଇ ଦଉଛନ୍ତି। ଆଉ ଯେତେବେଳେ ସେଇ ପୃଥିବୀର ଭାରଟା ବୈଶିଷ୍ଟ୍ୟଙ୍କୁ ଦିଆଯାଉଛି, ସିଏ କ'ଣ କରୁଛନ୍ତି କିଛି ସମୟ ମାନେ ତାଙ୍କ ପାଖରେ ରଖିପାରୁଛନ୍ତି। ଆଉ ଏଇ ଭିତରେ ଯେତେବେଳେ ବିଶ୍ୱାମିତ୍ର ପୁଣି ପ୍ରଶ୍ନ କରୁଛନ୍ତି ଆପଣ ତ କହିଲେନି ମାନେ କାହାର ପୂର୍ଣ୍ଣ ଫଳଟା ଅଧିକ, ସେଇଠି ମାନେ ବାସୁକି ନାଗ କହୁଛନ୍ତି ଏପର୍ଯ୍ୟନ୍ତ ଆପଣ ବୁଝିପାରୁନାହାନ୍ତି ମାନେ ଏଇ ପୂର୍ଣ୍ଣ ଫଳରୁ ସତ୍ସଙ୍ଗର ପୂର୍ଣ୍ଣ ଫଳରୁ ବୈଶିଷ୍ଟ୍ୟ ମାନେ ଧାରଣ କରିପାରିଲେ ଆଉ ଆପଣ ସେଇଟା ପାରିଲେନି। କାରଣ ସତ୍ସଙ୍ଗର କଥା କାହିଁ ସାର୍ ଯେଉଁ କହୁଥିଲେ ଆଜି ଆମେ ସମସ୍ତେ ଚାହୁଁଛେ ସୁଖ ଶାନ୍ତି ଆନନ୍ଦ, ଏ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛେ। ଆଜି ଦେଖନ୍ତୁ ମାନେ ଆମର ଭୁବନେଶ୍ୱର ହେଉଛି ମନ୍ଦିର ମାଳିନୀ, ପାଖେ ପାଖେ ଆମର ମନ୍ଦିର, ଆମର 12 ମାସରେ 13 ପର୍ବ, ଆମର ପୁରୀରେ ଅଛି ଆମର 4 ଧାମରୁ ଗୋଟେ ଧାମ। ଆଉ ଆମେ ସମସ୍ତଙ୍କୁ ବି କଥା ଛଳରେ ଏବେ ମାନେ ଜୟ ଜଗନ୍ନାଥ ବୋଲି କହୁଛେ। ଆମେ ଭାବୁଛେ ସୋସାଇଟିର କିଛି ପରିବର୍ତ୍ତନ ହେଇଛି ଯେଉଁଟାକି ଆଗେ ସେଇଟା ଶୁଣିବାକୁ ପାଉନଥିଲା, କିନ୍ତୁ ବାସ୍ତବିକ ଜୀବନକୁ ଯଦି ଆମେ ଆନାଲିସିସ୍ କରିବା ଦେଖିବେ ପ୍ରକୃତରେ ମାନେ ଆଜିର ସୋସାଇଟିକୁ ଟିକେ ଦେଖନ୍ତୁ। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏନେ ମାନେ ଗୋଟେ ବିରାଟ 30 ବର୍ଷର ସମ୍ପର୍କ ପରେ ମଧ୍ୟ ଆଜି ଦେଖନ୍ତୁ ଡାଇଭୋର୍ସର କେସ୍। ଏଇ ମାନେ ଯେଉଁ ଝିଅକୁ ଆଜି ଆମେ ମାନେ ତାକୁ ମଣିଷ କରିଛେ ସିଏ 20 ବର୍ଷର 25 ବର୍ଷର ସମ୍ପର୍କ ଭୁଲି ଯାଇ ପର ପୁରୁଷ ସାଙ୍ଗରେ ପଳାଉଛି। ଆଉ ପୁଅ କଥାବାର୍ତ୍ତା କହିଲେ ମଥରେ ଯାହାକୁ ଆଜି ନିଜେ ନ ପିନ୍ଧିକି ପୁଅକୁ ଆମେ ଦଉଛେ, ତାକୁ ପାଠେ ପଢ଼େଇ ମଣିଷ କରୁଛେ, ସେଇ ପୁଅ ହିଁ ନେଇକି ଅନାଥ ଆଶ୍ରମ ଛାଡ଼ି ଦଉଛି। ଆଜି କିନ୍ତୁ ଆମେ ଚାହୁଁଛେ ସବୁ ସୁଖ ଶାନ୍ତି ଆନନ୍ଦ, ତାହା କିନ୍ତୁ ମିଳୁନି। କାହିଁକି? ଏଇ ଯେଉଁ ସାର୍ ଟିକେ ଆଗରୁ କହୁଥିଲେ ଠାକୁରଙ୍କର ଗୋଟେ ବାଣୀ, ଭାରତର ଅବନତି ଡିଜେନେରେସନ ସେଇ ସମୟରେ ଆରମ୍ଭ ହୋଇଛି ଯେଉଁ ସମୟରୁ ଭାରତବାସୀଙ୍କ ପାଖରେ ଅମୃତ ଭଗବାନ ଅସୀମ ଉଠୁଛନ୍ତି, ଋଷିକୁ ବାଦ ଦେଇ ଋଷିବାଦର ଉପାସନା ହେଇଛି। ଆଜି ଦେଖନ୍ତୁ ପୂଜା ପଦ୍ଧତି ଆମେ କରୁଛେ, ମନ୍ଦିରର ଅଭାବ ନାହିଁ, କିନ୍ତୁ ମାନେ ଆମର ସମସ୍ୟାର ଦୂର ଆମ ପାଖ ଛାଡ଼ୁନି। କ'ଣ ପାଇଁ? ଯେତେବେଳେ ଏଇ ସତ୍ସଙ୍ଗରୁ ଶୁଣିଥିଲି ଜଣେ ଦାଦା ଜଣେ ମାଆଙ୍କ ଯେତେବେଳେ ପଚାରୁଥିଲେ ଆଚ୍ଛା ମା ଆପଣ କାନିରେ କାହିଁକି ଗଣ୍ଠି ପକାଉଛନ୍ତି? ନା ମୁଁ ତ ଜାଣିନି, ମୁଁ ଶାଶୁ ପକାନ୍ତି ମୁଁ ଶିଖିଛି। ସେମିତି ଜଣେ ଗୋଟେ ଛୋଟ କାହାଣୀଟେ, ଜଣେ ମାନେ ବାହାଘର କରିକି ପୁଅ ବୋହୂକୁ ଆଣୁଛନ୍ତି ତାଙ୍କର ଘରକୁ, ଆଉ ସେଇ ଆଣିବା ଭିତରେ ମାନେ କିଛି ଦିନ ପରେ ସୁଦଶା ବ୍ରତ ପଡୁଛି। ଆଉ ଏଇ ସୁଦଶା ବ୍ରତ ପଡ଼ିବ ଯେତେବେଳେ, ଯେହେତୁ ନୂଆ ବୋହୂ କିଛି ଜାଣିନି, ସିଏ କ'ଣ କରୁଛନ୍ତି ମାନେ ଶାଶୁ ସବୁ କରୁଛନ୍ତି, ନୂଆ ବୋହୂ ସବୁ ଦେଖୁଛନ୍ତି କ'ଣ କେମିତି ଚାଲିଛି, ପୂଜାର ବିଧି ସବୁ ଦେଖୁଛନ୍ତି। ଏଇ ସମୟରେ ମାନେ କ'ଣ ହେଇଛି, ତାଙ୍କର ପୋଷା ବିଲେଇଟା ସେ ଯେଉଁ ଘରେ ରଖିଥିଲେ ସିଏ କ'ଣ କରୁଛି ଟିକେ ଡିଷ୍ଟର୍ବ କରୁଛି, ସିଏ କ'ଣ କରୁଛନ୍ତି ଗୋଟେ ଟୋକେଇଟା ଆଣିକି ଉଡ଼େଇ ଦେଉଛନ୍ତି। ଏଇଟା ବି ସବୁ ପୂଜାର ପାଠ ଯାହା ବୋହୂ ଦେଖୁଥିଲା। ଅନଫର୍ଚୁନେଟ ଯେତେବେଳେ ନେକ୍ସଟ ଇୟରରେ ପଡ଼ିଲା ସୁଦଶା ବ୍ରତ, ବୋହୂ ମାନେ ସେଇ ସମୟରେ ଆଉ ଶାଶୁ ନାହାନ୍ତି, ମାନେ ସ୍ୱର୍ଗକୁ ଚାଲି ଯାଇଛନ୍ତି। ଆଉ ଏବେ ସବୁର ଦାୟିତ୍ୱ ପଡ଼ିଲା ବୋହୂ ଉପରେ। ବୋହୂ କ'ଣ କଲେ ଯାହା ତାଙ୍କର ମନ ଥିଲା, ଯାହା ଦେଖିଥିଲେ ତାହା ସବୁ କରି କରି ଚାଲିଲେ। ଆଉ ଶେଷକୁ ମନ ପଡ଼ିଗଲା ସେ ବିଲେଇର କଥା। ସେ ବିଲେଇଟା ମାନେ ତାଙ୍କୁ ଗୋଡ଼ାଏ ଥାଏ, ସିଏ ଭାବିଛନ୍ତି ସେଇଟା ହେଉଛି ଗୋଟେ ବିଧି, ପୂଜାର ପାଠର ଗୋଟେ ବିଧି। ସେ ତେଣୁ ତାଙ୍କ ସ୍ୱାମୀ କହୁଛନ୍ତି ଗୋଟେ ବିଲେଇଟେ ଖୋଜିକି ଆଣ। ସେତେବେଳେ ଆଉ ସେ ପୋଷା ବିଲେଇ ନଥିଲା, ତେଣୁ ଗୋଟେ ବିଲେଇ ମାନେ ଆସୁଛି ଆଉ ଘୋଡ଼ା ହେଉଛି ମାନେ ଟୋକେଇଟେ, ତାପରେ ପୂଜା ଆରମ୍ଭ ହେଉଛି। ଆଜି ଆମ ପୂଜା ଏଇଭଳିଆ ଚାଲିଛି। ଆମେ ପ୍ରକୃତ ପୂଜା କୋଉଟା? ଆମେ କିନ୍ତୁ କହୁଛେ ବିଜ୍ଞାନ ଯୁଗର ପିଲା, ଆମେ ସହଜେ ବିଶ୍ୱାସ କରିବନି, କିନ୍ତୁ ଯେତେକ ଅନ୍ଧବିଶ୍ୱାସର କଥା ଆମେ ସମସ୍ତେ ପ୍ରଚଳିତ ମାନେ ମାନୁଛେ, କିନ୍ତୁ ଆମେ ଚାହୁଁଛେ ସୁଖ ଶାନ୍ତି ଆନନ୍ଦ। କିନ୍ତୁ ଠାକୁର କିନ୍ତୁ କହିଲେ ଏଇ ଯେଉଁ ସତ୍ସଙ୍ଗ ଦେଖନ୍ତୁ, ମୁଁ ବି ମଧ୍ୟ ମାନେ ସତ୍ସଙ୍ଗକୁ ଆସିଛି। ଆଉ ଆଜିର ଦିନରେ କହୁଛି, ଯେଉଁ ସଦେହ ପଦେଇ ଭାଇ କହୁଥିଲେ ମାନେ ମୁଁ ଯେତେବେଳେ ତାଙ୍କ ସାଙ୍ଗରେ ଦେଖା ହେଲି, ମୁଁ ଦୀକ୍ଷା ନେଇନଥିଲି, ମୁଁ ସବୁବେଳେ ବେଲପତ୍ର ମାନେ ତୋଳିବି ଯାଇକି ନେଇକି ଶିବଙ୍କ ମନ୍ଦିରରେ ଚଢ଼ାଏ। ଆଉ ସାର୍ ଦେଖିଛନ୍ତି, ସାର୍ ସବୁବେଳେ କହନ୍ତି ତମେ ଟିକେ ସତ୍ସଙ୍ଗ ଆସୁନ। ମୁଁ କହିଲି ନାଇଁ, ମୁଁ ମଙ୍ଗଳାଙ୍କ ପୂଜା କରୁଛି, ଠାକୁରଙ୍କୁ ପୂଜା କରୁଛି, ଭଲରେ ଅଛି। ଆଉ ତାପରେ ତାଙ୍କ ଇଏରେ
ମାନେ ଯଦିଓ ଇଚ୍ଛା ନଥିଲା କିନ୍ତୁ ଯାଇକିରି ଆଜି ମୁଁ କହୁଛି ପ୍ରକୃତ ଆଜି ମୁଁ ଯେ ମନ୍ଦିରକୁ ଯାଉଛି ତାହା ନୁହଁ, କିନ୍ତୁ ପୂଜାର ମାନେଟା ଆଜି ସତ୍ସଙ୍ଗରେ ବୁଝିଗଲି। କାରଣ ମୁଁ ଯୋଉଟା ଭାବୁଥିଲି ବେଲପତ୍ର ଚଢ଼େଇଲେ ମୁଁ ଏବେ ଯାଉଛି ଦେଖୁଛି ଯେତେବେଳେ ଲୋକମାନେ ବେଲପତ୍ର ଚଢ଼ଉଛନ୍ତି, ଯେତେବେଳେ ବ୍ରାହ୍ମଣ କହୁଛି କଦଳୀ ନା ସବୁ ଘଷି ଦିଅ, କିନ୍ତୁ ଆଜିର ଦିନରେ ଆମେ ଜାଣୁନେ ବେଲପତ୍ରଟା କାହା ପାଇଁ ଦରକାର। ସିଏ ଯାହାଙ୍କ ଉପରେ ଆମେ ଚଢ଼ଉଛେ ତାଙ୍କର ପ୍ରয়োଜନ ନାହିଁ। ବେଲପତ୍ର କଳିଆ ମାନେ କଦଳୀ ନଡ଼ିଆ ହେଉଛି ଆମର ପ୍ରয়োଜନ, ଆମର ଶକ୍ତି ବର୍ଦ୍ଧନ କରେ, କିନ୍ତୁ ଆଜି ଆମେ ତାହା ବୁଝୁନା। କିନ୍ତୁ ଆମେ ଚାହୁଁଛେ ସୁଖ ଶାନ୍ତି ଆନନ୍ଦ, ତାହା କେମିତି ମିଳିବ? କିନ୍ତୁ ସତ୍ସଙ୍ଗ ଜଗତରେ ଦେଖନ୍ତୁ, ମୁଁ ଆଜି ମନ୍ଦିର ବି ଯାଉଛି, କିନ୍ତୁ ସେଇ ଆଖିଟା ଖୋଲିଲେ ମାନେ ସତ୍ସଙ୍ଗକୁ ଯେତେବେଳେ ଆସିଲି ଫାଷ୍ଟ ଶୁଣିଲି ମାନେ ଏଇ ଯୋଉ ପୂଜା ଆମେ କରୁଛେ ପୂଜାଟା ଭୁଜ ଧାତୁରୁ ଆସିଛି, ଯୋଉଟା ହଉଛି ବିହିତି ଭାବରେ ଅନୁସରଣ କରିବା। ଯୋଉଟା ମୁଁ ଆଗେ ଯାଉଥିଲି ପୂଜାକୁ ଜାଣିନଥିଲି, ମୋର ବାପା କହିଥିଲେ ଇଏ ହଉଛନ୍ତି ଶିବ, ତାଙ୍କୁ ମୁଣ୍ଡିଆ ମାର, ଇଏ ହଉଛନ୍ତି ମାନେ ଆମର ବିଦ୍ୟାଦାତା, ତାଙ୍କୁ ମୁଣ୍ଡିଆ ମାର। ଆମେ ଯେତେବେଳେ ପରୀକ୍ଷାକୁ ଯାଉଥିଲୁ ତାଙ୍କୁ ମୁଣ୍ଡିଆ ମାରି ଠାକୁର ଆପଣ ହିଁ ଭରସା। କିନ୍ତୁ ଆଜି ସତ୍ସଙ୍ଗ ଜଗତରେ ଯେତେବେଳେ ଆସିକି ଆମେ ଦେଖୁଛେ ମାନେ ସେଇ ଇଏଟା ବୁଝିଛୁ, କାରଣ ପ୍ରାକ୍ଟିକାଲି କାରଣମୁଖୀ ଯୋଉଟା ଠାକୁର ଧରେଇ ଯାଇଛନ୍ତି ତା ପଛର କାରଣଟା କ'ଣ। କିନ୍ତୁ ସେତେବେଳେ ମନ୍ଦିରରେ ଆମେ ମାନେ ଅନ୍ଧ ଭାବରେ ଚଢ଼ଉଥିଲୁ, ତାର କିଛି ମାନେ ହିଁ ବୁଝୁନଥିଲୁ। କିନ୍ତୁ ଆଜି ବି ମନ୍ଦିର ଯାଉଛୁ, କିନ୍ତୁ ଯେତେବେଳେ ଯାଉଛୁ ପ୍ରକୃତ ମୁଣ୍ଡିଆ ମାରିବାର ଯଥାର୍ଥତା କ'ଣ ତାହା ଆଜି ବୁଝିକି ମାରୁଛୁ। ତେଣୁ ଆଜି ପ୍ରତ୍ୟେକ ସତ୍ସଙ୍ଗ ଜଗତରେ ମାନେ ସେଥିପାଇଁ ମାନେ ଗୋଟେ ସତ୍ସଙ୍ଗଟା ଯୋଉଟା କୁହାହଉଛି ପୂର୍ଣ୍ଣ ଫଳ କେତେବେଳେ ହବ? ଠାକୁର ଗୋଟେ ବଢିଆ କଥା କହୁଛନ୍ତି, ମାନେ ଜଣେ ସ୍କୁଲ ଗଲେ, ଆଜି ପଢାଉଥିଲା ବାଣେ, ଜଣେ ସ୍କୁଲ ଗଲେ ତାକୁ ଛାତ୍ର କୁହାଯାଏ ନାହିଁ, ଜଣେ ମନ୍ତ୍ର ନେଲେ ତାକୁ ମଧ୍ୟ ଶିଷ୍ୟ କୁହାଯାଏନି। ମୁଁ ଯୋଉ ସତ୍ସଙ୍ଗକୁ ଆସିଲି ବସିଲି ଚାଲିଗଲି ତାହା ମଧ୍ୟ ମୋର ଜୀବନରେ ପରିବର୍ତ୍ତନ କରିବନି। କେତେବେଳେ କରିବ? ମୁଁ ଯେତେବେଳେ ଗୁରୁ ସକାଳୁ ସନ୍ଧ୍ୟା ଯାକେ ଯାହା ଯାହା କରଣୀୟ ମତେ ଦେଇଛନ୍ତି, କ'ଣ ଖାଇଲେ ଭଲ, କେମିତି ଚଳିଲେ ଭଲ, କେମିତି ଲୋକଙ୍କ ସାଙ୍ଗରେ ଡିଲ୍ କରିବ ଭଲ, କେମିତି ତାଙ୍କୁ ବ୍ୟବହାର କରିବ। ଦେଖନ୍ତୁ ଯେତେବେଳେ ମୁଁ ମୋର ଅନୁଭୂତି କହୁଥିଲି, ମାନେ ଯେତେବେଳେ ମାନେ ଗୋଟେ ସାଙ୍ଗ ହେଇକି ପଢୁଥିଲୁ, ଜଣେ ସାଙ୍ଗଟା ଚାକିରି ପାଇଯାଉଛି, ସବୁଠାରୁ କଷ୍ଟ ମତେ ହେଉଥିଲା, ହେ ମୋ ସାଙ୍ଗଟା ପାଇଗଲା ମୁଁ ପାଇଲିନି। ଆଉ ଭିତରେ କିନ୍ତୁ କୋଉଟା ଥିଲା ନାଇଁ ସାଙ୍ଗଟା ପାଇଗଲା ମୁଁ ପାଇନି। ଆଉ କିନ୍ତୁ ଆଜିର ସତ୍ସଙ୍ଗ ଜଗତକୁ ଆସିକି ମୁଁ ବୁଝିଲି ନାଇଁ ପ୍ରକୃତ ଠାକୁର କହିଲେ ଅନ୍ନ ମଙ୍ଗଳ ହେଇ ନିଜ ମଙ୍ଗଳ ପ୍ରସ୍ତୁତି। ଯେତେବେଳେ ଅନ୍ନକୁ ଉଠେଇବ ତମର ମଙ୍ଗଳ। ଆଜି ମତେ ଚାକିରି ନ ମିଳିପାରେ କିନ୍ତୁ କୋଉ ବାଟରେ ଠାକୁର ମତେ ଦାନା ପାଣି ଦେବେ, ଏଇଆ ହେଉଛି ମାନେ ସତ୍ସଙ୍ଗ ଜଗତର କଥା। ଆଉ ଠାକୁର ମଧ୍ୟ କହିଲେ ମାନେ ଏଇ ଯୋଉ ସତ୍ୟାନୁଷ୍ଠାନ ପଢା ହେଲା, ନାରୀ ନୀତି ଏଗୁଡ଼ା ପଢା ହେଲା, ଏଇଟା କାହା ପାଇଁ ଦିଆଯାଇଛି? ଆମ ମାନଙ୍କ ପାଇଁ। କାରଣ ଆମେ ବହୁତ ଥର ପୂଜା କଲେ, ଆଜି ମୁଁ ଶିବଙ୍କୁ ପୂଜା କରୁଛି, ମୁଁ ଗଣେଶଙ୍କୁ ପୂଜା କରୁଛି, ମୁଁ ହନୁମାନ ପୂଜା କରୁଛି, କିନ୍ତୁ ତାଙ୍କର ଯୋଉଟା କହିଛନ୍ତି ବିହିତି ଭାବରେ ଅନୁସରଣ କରିବା ସେଇଟା ଆଜି ଆମେ ମାନୁନି। କିନ୍ତୁ ଆମେ ବାହ୍ୟ ପୂଜାରେ ବ୍ୟସ୍ତ ରହୁଛେ, ଘଣ୍ଟା ଘଣ୍ଟା ଧରି ପୂଜା କରୁଛେ, କିନ୍ତୁ ରେଜଲ୍ଟ ଖାଲି କାହିଁକି? ତାର ବିଧାନ ଯୋଉଟା ସେ କହିଛନ୍ତି କରିବା ପାଇଁ ଆମେ କରୁନେ। କିନ୍ତୁ ସତ୍ସଙ୍ଗ ଜଗତକୁ ଯେତେବେଳେ ମଣିଷ ଆସିଲା, ଏଇ ସତ୍ୟାନୁଷ୍ଠାନ ବାଣୀଟା ଯେତେବେଳେ ପଢା ହୁଏ, ଦେଖନ୍ତୁ ପ୍ରତ୍ୟେକ ବାଣୀ ଗୁଟା ଠାକୁର ଆମ ପାଇଁ ଦେଇଛନ୍ତି। ଠାକୁର କହିଲେ ତୁମେ ଯାହା ଉପରେ କ୍ରୋଧ ହେଇଛ ତାକୁ ଡାଲା ପଠାଅ। ଏଇଟା ଗୋଟେ ବିରାଟ କଥା। ମୁଁ ଜଣଙ୍କ ଉପରେ ରାଗିଛି, ତାକୁ ଗୋଟେ କିଛି ଡାଲା ମାନେ କିଛି ମାନେ ଜିନିଷ ଦେଇକିରି ତା ମନଟାକୁ କିଣିବାକୁ ପଡିବ। ଆଉ ଯାହାକୁ ମାନେ ପରନିନ୍ଦା ପରଚର୍ଚ୍ଚା କରିବାକୁ ମନା କଲେ, ଅନ୍ୟର ଦୋଷ ଦେଖିବାକୁ ମନା କଲେ, ଏଇ ଆଚରଣ ବିଧି ଯେତେବେଳେ ମଣିଷ ଆଚରଣରେ କରେ ଯାଇକି ବେନିଫିଟ ହବ। ନହେଲେ ମୁଁ ହଜାର ସତ୍ସଙ୍ଗ ଆସିବି କିନ୍ତୁ ଜୀବନରେ ଯଦି ମାନେ ମୋ ଚଳନି ଭିତରେ କିଛି ପରିବର୍ତ୍ତନ ନ ହବ ତାହା କିନ୍ତୁ ହୁଏ ନା। ପ୍ରକୃତରେ ଯଦି ମୁଁ ସୁଖ ଶାନ୍ତି ଚାହୁଁଛି, ଠାକୁର ଯୋଉଟା କହିଲେ ମଣିଷ ତିଆରି କାରଖାନା, ଏଇ ସତ୍ସଙ୍ଗକୁ ଆସିବାକୁ ପଡିବ। ସତ୍ସଙ୍ଗ ଯେମିତି ମୁଁ ଦର୍ପଣରେ ଠିଆ ହେଇକିରି ମୁଁ ଦେଖେ ମୋର କୋଉଟା ଠିକ ଅଛି କୋଉଟା ଭୁଲ ଅଛି। ସତ୍ସଙ୍ଗକୁ ଆସିକି ମୁଁ ଦେଖିବି ଯୋଉ ବାଣୀଟା ଆଲୋଚନା ହେଲା ମୁଁ କେତେ ମାନୁଛି। ଯେତେବେଳେ ପର୍ଯ୍ୟନ୍ତ ମୁଁ ନ ମାନିଛି ମୋର ସତ୍ସଙ୍ଗର ମୋର ଚରିତ୍ରର କୋଉଥିରେ ହାତ ପଡିବ ନାହିଁ। ଯେତେବେଳେ ମୁଁ ମାନିବା ଆରମ୍ଭ କରିବି ସେତେବେଳେ ମୋ ଡେଭଲପମେଣ୍ଟଟା ହବ। କାହିଁକି ନା ସତ୍ସଙ୍ଗ ଜଗତରେ ମୁଁ ଦେଖିଛି ମାନେ ଅନୁଭୂତିର ସୁଅ। କାହିଁକି ନା ମୁଁ ତ ହିଁ ଗୋଟେ ଅନୁଭୂତି ମାନେ ଜୀବନରେ ତିନି ଥର ଅଘଟଣରୁ ମୁଁ ରକ୍ଷା ପାଇଛି। ମାନେ ଯୋଉଠିକି ଡେଥଟା 80% ଲଙ୍ଗସ ମୋର ଡ୍ୟାମେଜ ହେଲା କୋଭିଡରେ। ମାନେ କିନ୍ତୁ ଦେଖିଲା ବେଳକୁ ଦେଖନ୍ତୁ ଆଜି ଠାକୁରଙ୍କ କଥା କହୁଛି କ'ଣ ପାଇଁ? ମୋର କ'ଣ ଭାବଟା ଅଧିକ? ନା, ଠାକୁରଙ୍କର ଏଇ ଟିକେ ଟିକେ କାମ କରିବା ଭିତରେ ଦେଇକିରି
ଠାକୁର ମାନେ ସୁଯୋଗ ଦିଅନ୍ତି ମାନେ ରକ୍ଷା ବି କରନ୍ତି କିନ୍ତୁ ସେତିକି ବ୍ୟାକୁଳତା ସେତିକି ଲାଗି ରହିବା ମଣିଷର ଦରକାର। ତେଣୁ ମାନେ ଏଇ ଯୋଉ ସତ୍ସଙ୍ଗ ଯୋଉଟାକି ମାନେ ଧାରଣା ଆମେ ହୁଏ ଇଏ ଗୋଟେ ଅଲଗା, ଇଏ ତ ଠାକୁର ଅଲଗା ବସନ୍ତି, ଏଠି ତ ଶିବ ଠାକୁର ନାହାନ୍ତି, ଇଏ ନାହାନ୍ତି ନା, ଇଏ ସତ୍ସଙ୍ଗର ଆମେ ଯାହାକୁ ଆଜି ଗୁରୁ ବୋଲି ସଦ୍ଗୁରୁ ବୋଲି ଭାବିଛୁ ତାଙ୍କର ଫଟୋ ରହିଛି ସତ କଥା। ଆଜି ବି ମଧ୍ୟ ଆମେ ଶିବ ମନ୍ଦିରକୁ ଯାଉଛୁ, ଜାଗର କରୁଛୁ, ତାର କିଛି ହେଇନି, କିନ୍ତୁ ଆଜି ବୁଝିବାଟା ଆମର କଂକ୍ରିଟ ହେଇଛି ଏଇ ସତ୍ସଙ୍ଗ ମାଧ୍ୟମରେ। ତା ସହିତ ଆର କିଛି ଇଏ ନାହିଁ ଯେ ଆକୁ ଧରିଲେ ଆପଣ ତାକୁ ଛାଡ଼ିବାକୁ ପଡ଼ିବ, ସେଇଟା ନୁହଁ, କିନ୍ତୁ ଆକୁ ଯେ ସତ୍ସଙ୍ଗ ଭିତରେ କଲେ ଆପଣଙ୍କର ସେଇଟା କଂକ୍ରିଟ ହବ, ବୁଝିବା କଂକ୍ରିଟ ହବ। ତେଣୁ ଆପଣମାନେ ଯେଉଁ ସାର୍ଙ୍କ ସହିତ ମିଶିକି ମୁଁ ଏତିକି କହିପାରେ ପ୍ରାକ୍ଟିକାଲ ମାନେ କରିକିରି ଦେଖନ୍ତୁ, ଦାଦା ବି ଅଛନ୍ତି ଯେଉଁମାନେ ନାମ ନ ନେଇଛନ୍ତି, ମାନେ ଏଇଟା କରିକିରି ଦେଖନ୍ତୁ, ଯଦି ବେନିଫିଟ୍ ନ ହେବ କହିବେ। କାରଣ ମୁଁ ଇଚ୍ଛା ନଥିଲା ସାର୍ କହିଲେ ବୋଲି ନେଲି, କିନ୍ତୁ ଆଜି ଏତିକି ଠିଆ ହେଇକି ମୁଁ କହିପାରେ ଜୀବନରେ ମୁଁ କିଛି ପାଇଛି, ମାନେ ପାଦେ ପାଦେ ମୁଁ ଯେତିକି କରିଛି ତାର ବହୁତ ଗୁଣା ପାଇଛି। ଆଉ ଯଦି ମୁଁ ଜୀବନରେ କରିବି ନାହିଁ କିନ୍ତୁ ପାଇବାର ଆଶା ରଖିବି ତାହା କିନ୍ତୁ ହୁଏ ନା। ତେଣୁ ଆପଣମାନେ ମାନେ ଏଠାରେ ସମସ୍ତଙ୍କର ମଙ୍ଗଳ କାମନା କରେ। ଆଉ ତା ସହିତ ମାନେ ଯିଏ ଚାହାନ୍ତି ଦାଦା ତ ଅଛନ୍ତି, ମାନେ ସତନାମରେ ନାମିତ ହେଇ ଦେଖିପାରନ୍ତି, ମାନେ ପ୍ରକୃତ ମଙ୍ଗଳ ଯଦି ଚାହାନ୍ତି। ଜୟ ଗୁରୁ।